କୋଉଟା ଯିଏ ମାଡ଼ ଖାଇଛି ଯୋଉ ଦୁଷ୍କର୍ମ ଯିଏ କରିଛି ତାଙ୍କରି ଭିତରେ ଯିଏ ମାନେ ଯୋଉ ଲଢା ଲଢି ଦି ପିଲା ହଉଥିଲେ ତାଙ୍କ ଭିତରେ ମୁଁ ଭାବୁଛି ଯେ କାହିଁକି ନା ସେ ତାର ଯିଏ ସାଙ୍ଗ ଯିଏ ମିତ୍ର ଜଣ ଥିଲା ଲେଡିଜର ସିଏ ଲହୁ ଲୁହାଡ ହେଇଥିଲେ ଯାହାକି ପଡିଲେ ପଛରେ ରକ୍ତ ଲାଗିଛି ତାଙ୍କ ଗୋଡ ବି ରକ୍ତ ବହୁଛି ବୋଧେ କୋଉଠି ପିଟିଛନ୍ତି ମୁଁ ବି ଜାଣିନି କିନ୍ତୁ ଅଲଗା ଜଣେ ଯିଏ ତାଙ୍କ ସାଙ୍ଗରେ ଥିଲେ ତାଙ୍କରି ସାର୍ଟ ସେଟା ଯୋଉଟା କି ଅଭିଯୁକ୍ତ ତାଙ୍କରି ସାର୍ଟ ଆଉ ଗାମୁଛା ପଡିଥିଲା ବାଡିରେ ନେଇକି ସେଠି ଆମେ ପକେଇଛୁ ସେତିକିବେଳେ ବି ପଡି ଅଛି ଏପର୍ଯ୍ୟନ୍ତ ଏ ସାର୍ ଆସିବେ ଏଇ ପ୍ୟାଣ୍ଟ ସାର୍ଟ ପଡିଛି ସାର୍ ଆସିବେ ଭାଇ ପ୍ରମୋଦ କୁମାର ସେଠି ଯେମିତି ଆଲୋଚନା କରୁଥିଲେ ଗତକାଲିର ଯୋଉ ଘଟଣା ଆଜ୍ଞା ଆପଣ ତାଙ୍କୁ କିଭଳି ଭାବରେ ଦେଖିଥିଲେ କଣ ଘଟଣା ହେଇଥିଲା ମୁଁ ଭୋର 4:30 ବେଳେ ମୁଁ ଉଠିକି ମୋର ନିଜ ନିତ୍ୟକର୍ମ କରୁଥିଲି ମୋର ଜଳଖିଆ ଦୋକାନ ସାମାନ ତିଆରି କରୁଥିଲି ଧଳା କଲର ଗାଡିଟି ଆସିଛି ଦିଟା ପୁରୁଷ ଯୋଉ ବସିଲେ ଷ୍ଟେରିଂ ଏକର ସେକର କରିଛନ୍ତି କିନ୍ତୁ ମୁଁ ଯେତିକି ଦେଖିବାରେ ଗୋଟେ ଲେଡିଜ ଚିଲଉଥିଲା ବଞ୍ଚାଅ ବଞ୍ଚାଅ ବୋଲି ଭାଇ ଆମକୁ ରକ୍ଷା କର ତ କହିଲା ଭିତରେ ଗାଡିଟି ଆସିକି ଲାଗି ଯାଇଥିଲା ସେ ପିଣ୍ଡି ପାଖରେ ସେଠି ଗୋଟେ ପିଣ୍ଡି ଅଛି ସେ ପିଣ୍ଡି ପାଖରେ ଚିକେନ ସେଣ୍ଟର ମାଛ ସେଣ୍ଟର ପାଖରେ ସେଠି ମନ୍ଦରା ବାବୁ ଥିଲା ଅବସ୍ଥାରେ ସେ ଯେତେବେଳେ ପିଲାଟି ଦୌଡ଼ିକି ପଳେଇ ଯାଉଥିଲା ମାନେ ଷ୍ଟେରିଂ ପାଖରୁ ଯିଏ ମାଛ ଦୋକାନୀ ସିଏ ବି ଥିଲେ ସିଏ ତାଙ୍କୁ ଧରିଲା ଭିତରେ ତାଙ୍କ ଗଞ୍ଜିଟା ଆଉ ଗାମୁଛାଟା ରହିଥିଲା ତାଙ୍କ ହାତରେ ଯାହା ଫଳରେ ଓହ୍ଲେଇକି ଦୌଡ଼ିକି ପଳେଇ ଯିବା ଅବସ୍ଥାରେ ସେ ପିଲାଟି ପଛରୁ ଓହ୍ଲେଇକି ଆସିକି ତାକୁ ମାଡ଼ି ବସିଥିଲା ନାଳ ଭିତରେ ମାଡ଼ଗୋଳ ହଉଥିଲେ ସେଠୁ ଆମେ ମାନେ ତାକୁ ଉଦ୍ଧାର କରିକି ଛଳାମଡ଼ା କରିକି ତାକୁ ଇଏ କଲୁ ତାର ପୋଲିସ ଜିମାର ଦେଲୁ ଆଉ ଏଇଭଳିଆ ଅବସ୍ଥାରେ ସେ ପିଲାଟି ବି ଲହୁଲୁହାର ଥିଲା ସେ ଯୁବକ ସାଙ୍ଗରେ ଯିଏ ଥିଲା ସେ କହୁଥିଲା ମୋ ଭାଇ କି ସେ କଣ ହେଇଥିବ ମୁଁ କହିପାରିବୁନି ସେ କହୁଥିଲା କଣ ଭାଇ ଭଉଣୀ ଆମେ ବୋଲି ପ୍ରଥମେ କହିଥିଲେ ତାପରେ କଣ ହେଇଥିବ ଆମେ କହିପାରିବୁନି ଆମ ଆଖି ଆଗରେ ଏମିତି ସେ ଭୋର ମାନେ 4 ରୁ 5 ଭିତରେ 4:30 ମୁଁ ପୁରା ସଠିକ ହିସାବ କଲେ 4:30 ଭିତରେ ହେଇଥିବ ସେ ସମୟରେ ଯୁବତୀଙ୍କର ଅବସ୍ଥା କିଭଳି ଥିଲା ଆପଣ ଦେଖୁଛନ୍ତି ଯୋଉଭଳି ସଂକୀର୍ଣ୍ଣ ଅଭିଯୋଗ ଆପଣ ଅନୁଭବ କଲେ କି ଯେଭଳି ଖରାପ ତାଙ୍କ ସହିତ କିଛି ନିଶ୍ଚିନ୍ତ ଖରାପ ହେଇଛି କାହିଁକି ନା ଖରାପ ନ ହେଇଥିଲେ ଗୋଟେ ଝିଅ କେବେ ସ୍କାର୍ଫ ଗୁରେଇ ହେଇନଥାନ୍ତା ସ୍କାର୍ଫ ବି ଗୁରେଇ ହେଇଥିଲା ଆଉ ଉପରେ ଗୋଟେ ସର୍ଟ ବି ପିନ୍ଧିଥିଲା ସେତିକି ଝିଅର ତ ଏତେ ଆମେ ଦେଖିନୁ କିନ୍ତୁ ପୁଅର ଭୟଙ୍କର ଖଣ୍ଡିଆ ମାନେ ମେନ୍ ହଉଛି ଝିଅ ତ ସାଡେ ଯାହା ପିଟା ପିଟି କରିଥିଲା ସେ ପିଲାଟାକୁ ଯାହାକୁ ଧରିଥିଲେ କାହିଁକିନା ତା ସାଙ୍ଗରେ କଣ ହେଇଛି ଆମେ ବି ଜାଣିନୁ ଆମେ ତ ମୁଖ୍ୟ ଆସାମୀ ନୁହଁ ଆମେ ଦେଖିନୁ ନା ଜିନିଷଟା ସେ ଯେତେବେଳେ ଏତିକି କରାହେଇଛି ସେ ପୁଅଟାର ଆମେ ଯୋଉ ଅବସ୍ଥା ଦେଖିଛୁ ନିଶ୍ଚିନ୍ତ ହେଇଥିବ ଏ କେସ୍ ନା ନାଇଁ ସେସବୁ ଆମେ ଜାଣିନୁ ସେ ଗାଡି ଯାଉଥିଲା ଏପଟେ ଚିଲେଇବାରେ ଆମେ ଇଏ କଲୁ ନା ଆଉ ଆମେ हेलो शिवा भीतर अच्छे छुई देखी बांधिले आओ